ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମଧୁମୟ ନାମରେ ମୋର ଆନ୍ତରିକ ନମସ୍କାର। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ କ'ଣ ଦେଖିବା, ଆପଣ ଥମ୍ବନେଲ୍ ଦେଖିକି ଆପଣ ଜାଣିସାରିଥିବେ। ଏଦନ ଉଦ୍ୟାନ ଯାହାକି ପରମେଶ୍ୱର ନିର୍ମାଣ କରିଥିଲେ ଏବଂ ପ୍ରଥମ ପୁରୁଷ ଆଦମ ଏବଂ ହବାଙ୍କୁ ତା ମଧ୍ୟରେ ରଖିଥିଲେ। ଆଉ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣଙ୍କୁ କେତୋଟି ବିଷୟ ଜଣାଇବା ପାଇଁ ଚାହେଁ। ଏହି ଜାଗା ବିଷୟରେ ଆଜିର ଭିଡ଼ିଓରେ ଆମେମାନେ ଏଦନ ଉଦ୍ୟାନ ସେଇଟା ତ ଦେଖିବା। ତା ସହିତ ଆଜିର ଭିଡ଼ିଓରେ ମୁଁ ଆପଣଙ୍କୁ ଜଣାଇବି ଆପଣ ଇସ୍ରାଏଲ ଦେଶ କିପରି ଯିବେ। କାରଣ ବହୁତ ଭାଇ ଏବଂ ଭଉଣୀମାନେ ମୋତେ କମେଣ୍ଟ କରନ୍ତି ଯେ ଦୟାକରି କୁହନ୍ତୁ ଆମେ ଇସ୍ରାଏଲ ଦେଶକୁ ଆମେ କେମିତି ଯିବା। ସେଥି ନିମନ୍ତେ ଏଦନ ଉଦ୍ୟାନ ମଧ୍ୟ ମୁଁ ଆପଣଙ୍କୁ ଦେଖାଇବି। ତାପରେ ମୁଁ କହିବି ଆପଣ ଇସ୍ରାଏଲ ଦେଶକୁ କିପରି ଯିବେ। ତେବେ ପ୍ରିୟ ବନ୍ଧୁଗଣ, ଆଉ ଗୋଟେ ବିଷୟ ମଧ୍ୟ ମୁଁ ଜଣାଇବା ପାଇଁ ଚାହେଁ। ଆଜିର ଯେଉଁ ଏଦନ ଉଦ୍ୟାନ ରହିଅଛି, ଏଦନ ଉଦ୍ୟାନର ଏକ ଛୋଟ ଅଂଶ ମୁଁ ଆପଣଙ୍କୁ ଦେଖାଇବି। କାରଣ ସମ୍ପୂର୍ଣ୍ଣ ଏଦନ ଉଦ୍ୟାନ ଦେଖାଇବା ବହୁତ କଷ୍ଟକର ବିଷୟ। ହଁ ପ୍ରିୟ ବନ୍ଧୁଗଣ, ତେବେ ଏଦନ ଉଦ୍ୟାନ ନିକଟବର୍ତ୍ତୀ ଏ ଜାଗାକୁ ଟିକେ ଆପଣ ଦେଖନ୍ତୁ। ଆଉ ଏଦନ ଉଦ୍ୟାନ ବିଷୟରେ ଆପଣ ଜାଣିଥିବେ, ବାଇବେଲର ପ୍ରଥମ ପୁସ୍ତକ ଆଦି ପୁସ୍ତକରେ ଏ ଜାଗା ବିଷୟରେ ଲେଖା ଅଛି ଯେ ପରମେଶ୍ୱର ମାନେ କେମିତି ମନୁଷ୍ୟକୁ ନିର୍ମାଣ କଲେ। ଇଏ ହେଉଛି ଏଦନ ଉଦ୍ୟାନର ଏକ ଛୋଟ ଜାଗା। କାରଣ ପରମେଶ୍ୱର ଯେଉଁ ଏଦନ ଉଦ୍ୟାନ ତିଆରି କରିଥିଲେ ତାହା କେତେ ବଡ଼ ବାଇବେଲରେ ମାନେ ସ୍ପଷ୍ଟ ଭାବରେ ଉଲ୍ଲେଖ ନାହିଁ, କିନ୍ତୁ ପରମେଶ୍ୱର ଏଦନ ଉଦ୍ୟାନ ନିର୍ମାଣ କଲେ। ତାପରେ ଏଠାରେ ଗୋଟେ ପ୍ରଶ୍ନ ଉଠେ ଯେତେବେଳେ ନୋହଙ୍କର ଜଳ ପ୍ଲାବନ ହେଲା, ପରମେଶ୍ୱର ତ ସବୁକିଛି ନଷ୍ଟ କରିଦେଇଥିଲେ। ତେବେ ବର୍ତ୍ତମାନ ଏହି ଏଦନ ଉଦ୍ୟାନ କେଉଁଠୁ ଆସିଲା? ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ପରମେଶ୍ୱର ସମଗ୍ର ପୃଥିବୀକୁ ନଷ୍ଟ କଲେ, ଅର୍ଥାତ୍ ପୃଥିବୀ ଭିତରେ ବସବାସ କରୁଥିବା କେବଳ ନୋହଙ୍କ ପରିବାରକୁ ଛାଡ଼ିକି ଯେଉଁମାନେ ରହୁଥିଲେ ସେ ସମସ୍ତଙ୍କୁ ସେ ବିନାଶ କଲେ। ଅନେକ ଗଛପତ୍ର ଗୁଡ଼ିକ ପାଣିରେ ବୁଡ଼ିଗଲା। କିନ୍ତୁ ପ୍ରିୟ ବନ୍ଧୁଗଣ, ସେହି ସମୟରେ କ'ଣ ହେଇଥିଲା ନା ଏଦନ ଉଦ୍ୟାନ ମଧ୍ୟ କ'ଣ ହେଇଥିଲା, ସମ୍ପୂର୍ଣ୍ଣ ରୂପରେ ନଷ୍ଟ ହୋଇଯାଇଥିଲା। କିନ୍ତୁ ପ୍ରିୟ ବନ୍ଧୁଗଣ, କାଳକ୍ରମେ ଯେତେବେଳେ ପାଣି ଥମିଲା, ଯେତେବେଳେ ଗଛପତ୍ର ପୁଣି ଉଠିଲା, ଆଉ ସେହି ସମୟରେ କ'ଣ ହେଲା, ଅନେକ ପ୍ରକାର ଗଛ ଲତା ଏ ସମସ୍ତ ବିଷୟ ସୃଷ୍ଟି ହେଲା। ପରମେଶ୍ୱର ସବୁକିଛି ନଷ୍ଟ କରିଦେଇଥିଲେ। ତା'ର ଅର୍ଥ ଏଇଆ ନୁହେଁ ଯେ ମାନେ ପରେ କେବେ ଗଛପତ୍ର ଉଠିବ ନାହିଁ କି କୌଣସି ମନୁଷ୍ୟ ମାନେ ଆଉ ଉତ୍ପନ୍ନ ହେବେ ନାହିଁ, ସେମିତି ନୁହେଁ। ସେହି ସମୟରେ ଯାହା ଥିଲା ସବୁ ନଷ୍ଟ ହୋଇଯାଇଥିଲା। ଆଉ ଗୋଟେ କଥା ମନକୁ ଆସେ, ପରମେଶ୍ୱର ଏଦନ ଉଦ୍ୟାନ ତ କ'ଣ କରିଥିଲେ, ସେହି ସମୟରେ ନଷ୍ଟ କରିଦେଇଥିଲେ। ଟିକେ ଦେଖନ୍ତୁ, ଯଦି ବର୍ତ୍ତମାନର ଏଦନ ଉଦ୍ୟାନ ଯଦି ଏତେ ସୁନ୍ଦର ଦେଖାଯାଉଛି, ତେବେ ପରମେଶ୍ୱର ସେହି ସମୟରେ ଯେଉଁ ଏଦନ ଉଦ୍ୟାନ ନିର୍ମାଣ କରିଥିଲେ ତାହା କେତେ ସୁନ୍ଦର ଦେଖାଯାଉନଥିବ। ଟିକେ ଭାବିଲା ବେଳକୁ ବହୁତ ଆଶ୍ଚର୍ଯ୍ୟ ଲାଗେ। ତେବେ ଖ୍ରୀଷ୍ଟର ପ୍ରିୟ ଭାଇ ଭଉଣୀମାନେ ଅନେକ ଭାବନ୍ତି, ଅନେକ ହୁଏତ କମେଣ୍ଟ କରିପାରନ୍ତି ଏଇଟା ଏଦନ ଉଦ୍ୟାନ ନୁହେଁ। କିନ୍ତୁ ପ୍ରିୟ ବନ୍ଧୁଗଣ, ଏଇଟା ସମ୍ପୂର୍ଣ୍ଣ ଏଦନ ଉଦ୍ୟାନ ନୁହେଁ। ଏଦନ ଉଦ୍ୟାନର ଏକ ଅଂଶ ଏଇଟା, ଯେଉଁଟା ବର୍ତ୍ତମାନ ଆପଣ ସ୍କ୍ରିନ୍ରେ ଦେଖୁଛନ୍ତି। ତେବେ ଯାହା ବି ହେଉ, ପରମେଶ୍ୱରଙ୍କ ପ୍ରଶଂସା ହେଉ। କାରଣ ପରମେଶ୍ୱର ସବୁକିଛି ନିର୍ମାଣ କରିଥିଲେ, ଆଉ ପରମେଶ୍ୱର ସବୁକିଛି ସୃଷ୍ଟି କରିଥିଲେ। ଆଉ ଯେଉଁ ସୃଷ୍ଟିର ବିଷୟ ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ଲିଖିତ ରହିଅଛି। ଆଉ ପରମେଶ୍ୱର ମନୁଷ୍ୟକୁ କେମିତି ନିର୍ମାଣ କଲେ ତା ଆପଣ ନିହାତି ଜାଣିଥିବେ। ଯେ ମନୁଷ୍ୟ
ମନୁଷ୍ୟକୁ ପରମେଶ୍ୱର ଧୂଳିରୁ ନିର୍ମାଣ କଲେ। ଧୂଳିରୁ ନିର୍ମାଣ କରିକି ତା'ର ନାସିକା ରନ୍ଧ୍ରରେ ଫୁଙ୍କ ଦେବା ପରେ ମଣିଷ କ'ଣ ହେଲା? ଏକ ଜୀବିତ ପ୍ରାଣୀ ହେଲା। ଏଇଟା ଲେଖା ଅଛି, ବାକ୍ୟରେ ଲେଖା ଅଛି ଆଦି ପୁସ୍ତକ ତା'ର 1 ପର୍ବର 3 ପର୍ବ ଆପଣ ପଢ଼ିବେ। ତାପରେ କ'ଣ ହେଲା? ମନୁଷ୍ୟ ବହୁତ ଆନନ୍ଦରେ ଥିଲା ଏଦନ ଉଦ୍ୟାନ ଭିତରେ, ଆଉ ଅନେକ ପ୍ରକାର ଫୁଲ ଫଳ ଗୁଡ଼ିକୁ ଉପଭୋଗ କରୁଥିଲା। ବିନା ପରିଶ୍ରମରେ ଆନନ୍ଦରେ ରହୁଥିଲା। କିନ୍ତୁ ଯେତେବେଳେ ମନୁଷ୍ୟ ପାପ କଲା, ସେହି ସମୟରେ ପରମେଶ୍ୱର ଏଦନ ଉଦ୍ୟାନ ଭିତରୁ ତାକୁ ବାହାର କରିଦେଇଥିଲେ। ଆଉ ଗୋଟେ ପ୍ରଶ୍ନ ଏଠାରେ ଉଠେ ଯେ ପରମେଶ୍ୱର ଆଦମ ହବାକୁ ବାହାର କରିଦେଲା ପରେ ଚାରିପଟେ କିରୁବଗଣକୁ ସ୍ଥାପନ କଲେ ଏବଂ ଏହାର ଚତୁଃପାର୍ଶ୍ୱରେ ଘୂର୍ଣ୍ଣାୟମାନ ଖଡ଼ଗକୁ ସ୍ଥାପନ କଲେ। ଏଇଟା ଲେଖା ଅଛି, ଆଦି ପୁସ୍ତକରେ ଲିଖିତ ଅଛି। ଆଉ ଏଠାରେ ଗୋଟେ ପ୍ରଶ୍ନ ଉଠେ, ତେବେ ସେ ସମସ୍ତ ବିଷୟ କୁଆଡ଼େ ଗଲା? ତେବେ ଆରମ୍ଭରୁ ମୁଁ ଆପଣଙ୍କୁ କହିଦେଇଥିଲି ଯେ ଇଏ ହେଉଛି ଏଦନ ଉଦ୍ୟାନର ଏକ ଛୋଟ ଅଂଶ ଏଇଟା। ଆଉ ଯେତେବେଳେ ପୁରାତନ ନିୟମ ଥିଲା, ଯେତେବେଳେ ସମସ୍ତ ବିଷୟ ସଦାପ୍ରଭୁଙ୍କ ଦ୍ୱାରା ଦିଆଯାଇଥିବା ବ୍ୟବସ୍ଥା ଦ୍ୱାରା ଚାଲୁଥିଲା, ଆଉ ସେହି ସମୟରେ ସେ ସମସ୍ତ ବିଷୟ ରହିଥିଲା। କିନ୍ତୁ ପ୍ରିୟ ବନ୍ଧୁଗଣ, ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ହେଲା, ସେତେବେଳେ ଅନୁଗ୍ରହ ପ୍ରବେଶ କଲା। ଯେତେବେଳେ ଅନୁଗ୍ରହ ପ୍ରବେଶ କଲା, ଆଉ ସେହି ସମୟରେ ସେ ବ୍ୟବସ୍ଥାରୁ ସମସ୍ତେ ମୁକ୍ତ ହେଲେ। ତେବେ ସେହି ସମୟରେ ଏହି ସମସ୍ତ ବିଷୟ ଥିଲା, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏ ସମସ୍ତ ବିଷୟ ଆମେମାନେ ଦେଖିବାକୁ ପାଉନାହୁଁ। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ପରମେଶ୍ୱର ଏଦନ ଉଦ୍ୟାନକୁ ଅତି ସୁନ୍ଦର ଭାବରେ ନିର୍ମାଣ କରିଥିଲେ। ହଁ ପ୍ରିୟ ବନ୍ଧୁଗଣ, ପରମେଶ୍ୱର ଏଦନ ଉଦ୍ୟାନକୁ ଅତି ସୁନ୍ଦର ଭାବରେ ନିର୍ମାଣ କରିଥିଲେ। ତେବେ ଏହି ଏଦନ ଉଦ୍ୟାନ ଭିତରେ 2ଟି ଗଛ କୁଆଡ଼େ ଗଲା? ଗୋଟେ ହେଉଛି ଜୀବନଦାୟକ ବୃକ୍ଷ, ଆଉ ଗୋଟେ ହେଉଛି ସଦସତ୍ ଜ୍ଞାନଦାୟକ ବୃକ୍ଷ। ତେବେ ମୁଁ ଆପଣଙ୍କୁ କହି ରଖୁଅଛି, ସେ 2ଟି ଗଛକୁ ପରମେଶ୍ୱର ତାଙ୍କ ପାଖକୁ ନେଇଯାଇଛନ୍ତି, ମାନେ ସ୍ୱର୍ଗରେ ବର୍ତ୍ତମାନ ଅଛି। ଯଦି ଆପଣ ପଢ଼ିବେ ପ୍ରକାଶିତ ପୁସ୍ତକ 22 ପର୍ବର 2 ପଦ ପଢ଼ନ୍ତୁ। 22 ପର୍ବର 2 ପଦ ପଢ଼ନ୍ତୁ। ସେଠି ସ୍ପଷ୍ଟ ଭାବରେ ଲେଖା ଅଛି, ଜୀବନଦାୟକ ବୃକ୍ଷକୁ ପରମେଶ୍ୱର ସେଇଠି ରଖିଛନ୍ତି। ମାନେ ଯେଉଁ ଫଳ ଖାଇକି ମନୁଷ୍ୟ ଅମର ହୋଇଯାଇଥାନ୍ତା। ଗୋଟେ ହେଉଛି ଅମୃତ ବୃକ୍ଷ, ଗୋଟେ ହେଉଛି ସଦସତ୍ ଜ୍ଞାନଦାୟକ ବୃକ୍ଷ। ସେ ଜୀବନ ବୃକ୍ଷକୁ ପରମେଶ୍ୱର କ'ଣ କରିଛନ୍ତି? ସ୍ୱର୍ଗରେ ନେଇକି ରଖିଛନ୍ତି। ତେବେ ଏହି ସମସ୍ତ ବିଷୟ ମୁଁ ଆପଣଙ୍କୁ କହିଲି। ଆଉ ଏଇ ଏଦନ ଉଦ୍ୟାନକୁ ନେଇକି ଅନେକ କଣ୍ଟ୍ରୋଭର୍ସି ରହିଅଛି। ତେବେ ମୁଁ କୌଣସି କଣ୍ଟ୍ରୋଭର୍ସିରେ ପଡ଼ିବାକୁ ଚାହୁଁନାହିଁ, କିମ୍ବା ଆପଣମାନଙ୍କୁ କୌଣସି କଣ୍ଟ୍ରୋଭର୍ସିରେ ପକାଇବାକୁ ମୁଁ ଚାହୁଁନାହିଁ। ତେବେ ଏଦନ ଉଦ୍ୟାନକୁ ନେଇକି ବହୁତ କଣ୍ଟ୍ରୋଭର୍ସି ଅଛି। କେତେକ ବାଇବଲ ସ୍କଲାର୍ସ ମାନେ କହନ୍ତି ଯେ ଏଦନ ଉଦ୍ୟାନ ଏଠି ନାହିଁ, ଏଦନ ଉଦ୍ୟାନ ସ୍ୱର୍ଗରେ ଅଛି, ପରମେଶ୍ୱର ସ୍ୱର୍ଗରେ ନିର୍ମାଣ କରିଥିଲେ। ତେବେ ଆଉ କିଛି ସ୍କଲାର୍ସ ସେମାନେ ଯୁକ୍ତି କରିପାରନ୍ତି, ଯଦି ପରମେଶ୍ୱର ଏଦନ ଉଦ୍ୟାନକୁ ସ୍ୱର୍ଗରେ ତିଆରି କରିଥିଲେ, ଯଦି ତାହା ସ୍ୱର୍ଗରେ ଅଛି, ତେବେ ଶୟତାନକୁ ପରମେଶ୍ୱର ଯେତେବେଳେ ସ୍ୱର୍ଗରୁ ପତିତ କଲେ, ମାନେ ତଳେ ପକାଇଲେ, ସେ ତଳକୁ ଖସିଲା କାହିଁକି? ଯଦି ପୃଥିବୀକୁ ଆସିଲା, ତେବେ ପୁଣି ସେ ସ୍ୱର୍ଗକୁ କେମିତି ଗଲା? ଯଦି ଏଦନ ଉଦ୍ୟାନ ସ୍ୱର୍ଗରେ ଅଛି, ତେବେ ଏଦନ ଉଦ୍ୟାନକୁ ଶୈତାନ କେମିତି କଲା? ଆଦମ ହବାକୁ ପୁଣି କେମିତି ଭ୍ରାନ୍ତ କଲା? ଯଦି ପରମେଶ୍ୱର ପୃଥିବୀରେ ନିକ୍ଷେପ ହେଲା। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ କହନ୍ତି ଲୋକଲିଖିତ ସୁସମାଚାରରେ ଯେ ମୁଁ ଶୟତାନକୁ ବିଜୁଳି ପରି ସ୍ୱର୍ଗରୁ ପଡ଼ିଥିବାର ଦେଖୁଥିଲି। ସ୍ୱର୍ଗରୁ ଶୟତାନ ପଡ଼ିଲା ପୃଥିବୀକୁ।
ତେବେ ଶୈତାନ ପୁଣି ପୃଥିବୀରୁ ସ୍ୱର୍ଗକୁ କେମିତି ଗଲା? ଯଦି ସ୍ୱର୍ଗରେ ଯଦି ଏଦନ ଉଦ୍ୟାନ, ଅନେକ ବାଇବଲ ସ୍କଲାର୍ସ ମାନେ ଯୁକ୍ତି କରନ୍ତି, ଅନେକ କଣ୍ଟ୍ରୋଭର୍ସି ରହିଅଛି। ତେବେ ସେ ସମସ୍ତ କଣ୍ଟ୍ରୋଭର୍ସିରେ ମୁଁ ନିଜେ ପଢ଼ିବାକୁ ଚାହୁଁନାହିଁ କିମ୍ବା ଆପଣଙ୍କୁ ବି ପଢ଼ିବା ପାଇଁ ମୁଁ ଦେବା ପାଇଁ ଚାହେଁ ନାହିଁ। ଆପଣ କେବଳ ଏଦନ ଉଦ୍ୟାନର ଏଇ ଛୋଟ ଅଂଶକୁ ଆପଣ ଦେଖନ୍ତୁ କେମିତି ଲାଗୁଅଛି। ଯଦି ଜଳ ପ୍ଲାବନ ପରେ ଯଦି ଏଦନ ଉଦ୍ୟାନ ଏମିତି ଦେଖାଯାଉଛି, ତେବେ ଟିକେ ଚିନ୍ତା କରନ୍ତୁ ଜଳ ପ୍ଲାବନ ପୂର୍ବରୁ ଏହି ଏଦନ ଉଦ୍ୟାନ କେମିତି ଥିଲା, କେମିତି ଥିବ ସେ ସମୟରେ। ବହୁତ ଆଶ୍ଚର୍ଯ୍ୟର ବିଷୟ ଆଉ ବହୁତ ସୁନ୍ଦର ବିଷୟ ପ୍ରିୟ ବନ୍ଧୁଗଣ। ତେଣୁ ଏଦନ ଉଦ୍ୟାନ ପରମେଶ୍ୱରଙ୍କ ଦ୍ୱାରା ନିର୍ମିତ, ଆଉ ପରମେଶ୍ୱର ମନୁଷ୍ୟକୁ ନିର୍ମାଣ କରିକି ଏଦନ ଉଦ୍ୟାନ ମଧ୍ୟରେ ରଖିଲେ। ଆଉ ଏଦନ ଉଦ୍ୟାନର ସମସ୍ତ ଭାର ତାଙ୍କ ଉପରେ ଦେଲେ, ଦାୟିତ୍ୱ ଦେଲେ ଯେ ଆଜିଠାରୁ ଏବେଠାରୁ ଏଦନ ଉଦ୍ୟାନର ଦାୟିତ୍ୱ ହେଉଛି ତୁମ ଉପରେ, ତେଣୁ ତୁମେ ଏହାର ଯତ୍ନ ନେବ। କିନ୍ତୁ ଶୈତାନ କ'ଣ କଲା? ସ୍ୱର୍ଗରୁ ପତିତ ହୋଇଥିଲା। ଯେତେବେଳେ ଶୈତାନ ସ୍ୱର୍ଗରୁ ପତିତ ହେଲା, ସେହି ସମୟରେ ଭୁଲେଇଲା। ତେବେ ଆଗ ଶୈତାନ ପତିତ ହେଲା କି ଆଗ ଏଦନ ଉଦ୍ୟାନ ନିର୍ମାଣ କରାଗଲା? ଏହାର ସ୍ପଷ୍ଟ ଆନସାର ହେଉଛି ପ୍ରଥମେ ପରମେଶ୍ୱର ଏଦନ ଉଦ୍ୟାନ ନିର୍ମାଣ କଲେ, ତାପରେ ଶୈତାନ ସ୍ୱର୍ଗରୁ ପତିତ ହେଲା। ଯେତେବେଳେ ପତିତ ହେଲା, ସେ ସର୍ପ ମଧ୍ୟରେ ପ୍ରବେଶ କରିକି ଆସିଲା। ଆଉ ସର୍ପ କ'ଣ କଲା? ପ୍ରଥମେ ହବାଙ୍କୁ ଭୁଲେଇଲା ଏବଂ ହବାଙ୍କ ଦ୍ୱାରା ଆଦମକୁ ଭୁଲେଇଲା। ତେବେ ପ୍ରିୟ ବନ୍ଧୁଗଣ, ଆପଣଙ୍କୁ ହୁଏତ କିଛିଟା କ୍ଲିୟରାନ୍ସ ହୋଇଯାଇଥିବ ଏହି ଏଦନ ଉଦ୍ୟାନ ବିଷୟରେ। ତେବେ ଏହା କୌଣସି ରୂପରେ ସ୍ୱର୍ଗରେ ନଥିଲା, ଆଉ ଏହା ପୃଥିବୀରେ ହିଁ ଥିଲା, ଏବେ ବି ସୁଦ୍ଧା ଅଛି, ଯେଉଁଟା ଆପଣ ବର୍ତ୍ତମାନ ଦେଖୁଛନ୍ତି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ତେବେ କେଉଁ ଜାଗାରେ ପରମେଶ୍ୱର କିରୁବଗଣକୁ ସ୍ଥାପନ କରିଥିଲେ, କେଉଁ ଜାଗାରେ ଘୂର୍ଣ୍ଣାୟମାନ ଖଡ଼ଗ ସ୍ଥାପନ କରିଥିଲେ, ହୁଏତ ସେ ଜାଗାକୁ ଯିବା ନିମନ୍ତେ କାହାକୁ ଅନୁମତି ନାହିଁ। ହୁଏତ ମୁଁ ଯେମିତି ଭାବୁଛି, ଆପଣ କ'ଣ ଭାବୁଛନ୍ତି କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାଇବେ। ତେବେ ସେଇ ଜାଗା ମାନେ ଖୋଜିକି ବାହାର କରିବା ବହୁତ କଠିନ ଅଟେ, ବହୁତ କଷ୍ଟକର। ଆଉ ପରମେଶ୍ୱର ଏକ୍ଜାକ୍ଟଲି କେଉଁ ଜାଗାରେ ମନୁଷ୍ୟକୁ ନିର୍ମାଣ କଲେ, ଆଉ ଏକ୍ଜାକ୍ଟଲି କେଉଁ ଜାଗାରେ ସଦସତ୍ ଜ୍ଞାନଦାୟକ ବୃକ୍ଷ ଏବଂ ଜୀବନ ବୃକ୍ଷ ରଖାହୋଇଥିଲା, ଏହି କଥାକୁ ମଧ୍ୟ ଫାଇଣ୍ଡ ଆଉଟ୍ କରିବା ବହୁତ କଷ୍ଟକର ଅଟେ। ସେଥି ନିମନ୍ତେ କ୍ଷମା କରିବେ, ଏ ସମସ୍ତ ବିଷୟ ମୁଁ ଦେଖାଇ ପାରୁନାହିଁ। ଯଦି ମୋ ପରମେଶ୍ୱର ମୋତେ କେବେ ଅନୁଗ୍ରହ କରନ୍ତି ଏହି ଜାଗାକୁ ଯିବା ନିମନ୍ତେ, ହୁଏତ ମୁଁ ଚେଷ୍ଟା କରିପାରେ କେଉଁ ଜାଗାରେ ରହିଅଛି ସେହି ଜୀବନ ବୃକ୍ଷର ଜାଗା ଆଉ ସଦସତ୍ ଜ୍ଞାନଦାୟକ ବୃକ୍ଷର ଜାଗା। ଯଦି ପରମେଶ୍ୱର ଅନୁଗ୍ରହ କରନ୍ତି, ତେବେ ଆପଣମାନେ ନିହାତି ଦେଖିବେ। ତେବେ ପ୍ରିୟ ବନ୍ଧୁଗଣ, ପରମେଶ୍ୱର ଏଦନ ଉଦ୍ୟାନକୁ ନିର୍ମାଣ କଲେ। ଏଦନ ଉଦ୍ୟାନ ଭିତରେ ବିଭିନ୍ନ ପ୍ରକାର ଫଳ ବୃକ୍ଷ, ଫୁଲ ବୃକ୍ଷ ସବୁ ସ୍ଥାପନ କଲେ। ଆଉ ଆଦମ ହବା ବହୁତ ଆନନ୍ଦରେ ଥିଲେ ତା ଭିତରେ। କିନ୍ତୁ ଶୟତାନ ଗୋଟିଏ ଦିନ ଆସିଲା, ସେମାନଙ୍କର ଆନନ୍ଦକୁ ହରଣ କଲା। ଅର୍ଥାତ୍ ସେମାନଙ୍କ ଭିତରେ ଯେଉଁ ଖୁସି ଥିଲା ଯେ ହଁ ଆମେ ବହୁତ ଆନନ୍ଦରେ ଅଛୁ। ଆଉ ସବୁଠାରୁ ବଡ଼ ବିଷୟ ହେଉଛି ପରମେଶ୍ୱର ଏଦନ ଉଦ୍ୟାନ ଭିତରେ ଗମନାଗମନ କରୁଥିଲେ। ଯେତେବେଳେ ମନୁଷ୍ୟ ପାପ କଲା, ନିଜକୁ ଲୁଚେଇଲା, ପରମେଶ୍ୱର ସନ୍ଧ୍ୟାବେଳେ ଆସୁଛନ୍ତି ଏବଂ ଡାକ ପକାଉଛନ୍ତି, ଆଦମ ଆଦମ ତୁମେ କେଉଁଠାରେ? ଆଉ ସେହି ସମୟରେ ଆଦମ କହୁଛନ୍ତି, ମୁଁ କ'ଣ କରିଛି? ଲୁଚିଛି। ସେତେବେଳେ ପରମେଶ୍ୱର ପ୍ରଶ୍ନ କରୁଛନ୍ତି, ମୁଁ ଯେଉଁ ଫଳ ତୁମକୁ ଖାଇବା ପାଇଁ ମନା କରିଥିଲି, ତୁମେ କ'ଣ ତାହା ଖାଇଛ କି? ସେ ସମୟରେ ଆଦମ କହୁଛନ୍ତି ଯେ ହବା ନାରୀ କ'ଣ କଲା? ମୋତେ ଭୁଲେଇଲା। ନାରୀ ମୋତେ ଦେବାରୁ ମୁଁ ଖାଇଲି। ଆଉ ନାରୀକୁ ପଚାରିବାରୁ ନାରୀ କହୁଛି ସର୍ପ ମୋତେ ଭୁଲେଇଲା। ଟିକେ ଦେଖନ୍ତୁ, ମନୁଷ୍ୟ ଫଳ ଖାଇବା ପରେ
ତାର ଏମିତି ଜ୍ଞାନ ଉଦୟ ହେଲା, ଉଲ୍ଲଙ୍ଘ ଅଛି ବୋଲି ସେ ଜାଣିପାରିଲା। ନମ୍ବର 1। ନମ୍ବର 2, ନିଜ ଭୁଲକୁ ନିଜେ ସ୍ୱୀକାର କରୁନାହିଁ। ମାନେ ଏକ ଦାମ୍ଭିକ ଭାବନା ତା ଭିତରେ ପ୍ରବେଶ କରୁଛି। ସେ ନିଜ ଭୁଲକୁ ନିଜେ ସ୍ୱୀକାର କରୁନି ଯେ ହଁ ପରମେଶ୍ୱର, ମୁଁ ଆପଣଙ୍କ ଆଜ୍ଞାକୁ ଲଙ୍ଘନ କରିକି ଆପଣ ମନା କରିଥିବା ଫଳକୁ ମୁଁ ଖାଇଲି। ନାରୀ ମଧ୍ୟ କ'ଣ କରୁଛି? ନିଜର ଭୁଲକୁ ସ୍ୱୀକାର ନ କରିକି ସର୍ପକୁ ଦୋଷ ଦେଉଛି। ତେବେ ପ୍ରିୟ ବନ୍ଧୁଗଣ, ଏଦନ ଉଦ୍ୟାନ ବିଷୟରେ ପରମେଶ୍ୱର ବାକ୍ୟକୁ ଶ୍ରବଣ କରୁଥାନ୍ତୁ ଆଉ ଏ ଏରିଆକୁ ଆପଣ ଏନ୍ଜୟ କରୁଥାନ୍ତୁ। ଏଦନ ଉଦ୍ୟାନ ଆଜିର କେମିତି ଆପଣଙ୍କୁ ଦେଖାଯାଉଛି? ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ପୃଥିବୀର ପ୍ରଥମ ପୁରୁଷ ଏବଂ ନାରୀ, ଆଉ ସେମାନେ ଏଦନ ଉଦ୍ୟାନ ଭିତରେ ଥିଲେ। ଯେଉଁ ଏଦନ ଉଦ୍ୟାନରେ ପରମେଶ୍ୱର ସେମାନଙ୍କୁ ରଖିଥିଲେ, ବହୁତ ଖୁସିରେ ରଖିଥିଲେ। ଆଉ ପ୍ରତିଦିନ ପରମେଶ୍ୱର ଆସୁଥିଲେ କ'ଣ କରିବା ପାଇଁ? କଥାବାର୍ତ୍ତା କରିବା ପାଇଁ, ଆଳାପ କରିବା ପାଇଁ। ତେବେ ବର୍ତ୍ତମାନ ଏଇ ଯେଉଁ ଏଦନ ଉଦ୍ୟାନ କେଉଁ ଜାଗାରେ ଅଛି? ଯଦି ଆପଣ ଦେଖିବେ, ମ୍ୟାପ୍ ଦେଖିବେ, ଟାଇଗ୍ରିସ୍ ଏବଂ ୟୁଫ୍ରେଟିସ୍ ଦୁଇଟା ନଦୀ ଅଛି। ମାନେ ଏପଟେ ଟାଇଗ୍ରିସ୍, ସେପଟେ ୟୁଫ୍ରେଟିସ୍, ମଝିରେ ଏଇ ଜାଗା ରହିଅଛି ବର୍ତ୍ତମାନ ଏଦନ ଉଦ୍ୟାନ। ଆଉ ଲୋକମାନେ କହନ୍ତି ବର୍ତ୍ତମାନ ଏହା ଇରାକ ଏବଂ ଇରାନର ମାନେ ଆଖପାଖରେ ରହିଅଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ତେଣୁ ପ୍ରକୃତ ଏକ୍ଜାକ୍ଟଲି ଜାଗାକୁ ଫାଇଣ୍ଡ ଆଉଟ୍ କରିବା ନିମନ୍ତେ ଏବେ ସୁଦ୍ଧା ମାନେ କେହି ସକ୍ଷମ ହୋଇନାହାନ୍ତି। କିନ୍ତୁ ମୋର କହିବା କଥା ହେଉଛି, ମାନେ ଯେଉଁ ଜାଗାରେ ପରମେଶ୍ୱର ଆଦମ ହବାକୁ ରଖିଥିଲେ, ଯେଉଁ ଜାଗାରେ ମାନେ ସଦ ଜ୍ଞାନଦାୟକ ବୃକ୍ଷ ଆଉ ଜୀବନଦାୟକ ବୃକ୍ଷ ଯେଉଁଠି ଥିଲା, ଯେଉଁ ଜାଗାରେ ସର୍ପ ନାରୀକୁ ଭୁଲେଇଥିଲା, ଏ ସମସ୍ତ ଜାଗାକୁ ଆଜି ପର୍ଯ୍ୟନ୍ତ କେହି ବି ସଠିକ୍ ଭାବରେ ଫାଇଣ୍ଡ ଆଉଟ୍ କରିନାହାନ୍ତି, ମାନେ ଖୋଜିକି ପାଇନାହାନ୍ତି। କିନ୍ତୁ ଆପଣ ଯେଉଁଟା ଦେଖୁଛନ୍ତି, ମୁଁ ଯେପରି ପୂର୍ବରୁ କହିଲି, ଇଏ ହେଉଛି ଏଦନ ଉଦ୍ୟାନର ଏକ ଛୋଟ ଅଂଶ। ବାରମ୍ବାର ମୁଁ କହୁଛି, ଇଏ ସମ୍ପୂର୍ଣ୍ଣ ଏଦନ ଉଦ୍ୟାନ ନୁହେଁ। ଇଏ ହେଉଛି ଏଦନ ଉଦ୍ୟାନର ଏକ ଛୋଟ ଅଂଶ, ଯେଉଁଟାକି ଆପଣ ବର୍ତ୍ତମାନ ଦେଖୁଛନ୍ତି। ତେବେ ପ୍ରିୟ ବନ୍ଧୁଗଣ, ଅନେକ କମେଣ୍ଟ କରନ୍ତି, ଇଚ୍ଛା କରନ୍ତି ଏମିତି ଜାଗାକୁ ଯିବା ପାଇଁ, ଖାସ୍ କରିକି ଇସ୍ରାଏଲ ଦେଶକୁ ଯିବା ପାଇଁ ସେମାନେ ଇଚ୍ଛା ପ୍ରକାଶ କରନ୍ତି। ଅନେକ ମୋତେ କମେଣ୍ଟ କରନ୍ତି, ଦୟାକରି କୁହନ୍ତୁ ଆମେ କେମିତି ଯିବା। ତେବେ ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ମୁଁ ଆପଣଙ୍କୁ ଜଣାଇବି, ଯଦି ଆପଣ ଆଗାମୀ ଦିନମାନଙ୍କରେ ପ୍ଲାନିଂ କରୁଛନ୍ତି ଯିବା ପାଇଁ, ତେବେ କେମିତି ଯିବେ ତେବେ ଶୁଣନ୍ତୁ। ଆପଣ ଏଇ ଜାଗାକୁ ଯିବା ନିମନ୍ତେ ଆପଣଙ୍କୁ ଭିସା ଏବଂ ପାସପୋର୍ଟ ଦରକାର। ଯିବା ପୂର୍ବରୁ ଭିସା ଏବଂ ପାସପୋର୍ଟ ରେଡ଼ି କରନ୍ତୁ। ମାନେ କେଉଁ ତାରିଖରେ ଆପଣ ଯିବେ, ମାନେ ଟୋଟାଲ୍ ଫିଲ୍ଅପ୍ କରିକି ଆପଣ ଦେବେ। ଆଉ ଭିସା ଏବଂ ପାସପୋର୍ଟ କେଉଁଠି ଆପ୍ଲାଏ କରାହେଉଛି ଯଦି ଜାଣିବା ପାଇଁ ଚାହୁଁଛନ୍ତି, ତେବେ ଶୁଣନ୍ତୁ। ଭିସା ପାସପୋର୍ଟ ପାଇଁ ଆପଣଙ୍କୁ ଦିଲ୍ଲୀ ଯିବାକୁ ପଡ଼ିବ। କିନ୍ତୁ ବର୍ତ୍ତମାନ ହୁଏତ ନିଜ ନିଜ ରାଜଧାନୀମାନଙ୍କରେ ବି ଏମିତି ସୁବିଧା ଥାଇପାରେ। ଆପଣ ନିଜର ରାଜଧାନୀ, ଯେମିତିକି ଆମର ଓଡ଼ିଶାର ରାଜଧାନୀ ହେଉଛି କ'ଣ? ଭୁବନେଶ୍ୱର। ସେମିତିକି ଅନ୍ୟାନ୍ୟ ରାଜ୍ୟଗୁଡ଼ିକ ରାଜଧାନୀ ଥିବ। ଯଦି ଆପଣ ଅନ୍ୟ କେଉଁ ରାଜ୍ୟର ଯଦି ବାସିନ୍ଦା, ତେବେ ଆପଣଙ୍କ ରାଜ୍ୟର ରାଜଧାନୀ ଯେଉଁଠି, ଆପଣ ସେଠି ଯାଇକି ବି କଥାବାର୍ତ୍ତା କରିପାରିବେ କେଉଁ ଜାଗାରେ ଭିସା ଏବଂ ପାସପୋର୍ଟ ପାଇଁ ଆପ୍ଲାଏ ହେଉଛି। ଯଦି ନାହିଁ, ତେବେ ଆପଣଙ୍କୁ ନିହାତି ଦିଲ୍ଲୀ ଯିବାକୁ ପଡ଼ିବ। ତେବେ ଆପଣ ଭିସା ପାସପୋର୍ଟ ଆପ୍ଲାଏ ହୋଇଗଲା, ସବୁ ଠିକ୍ ହୋଇଗଲା। ତାପରେ ଆପଣ ଟ୍ରେନ୍ ଟିକେଟ୍ କରିବେ, ଆପଣ ପ୍ଲେନ୍ ଟିକେଟ୍ କରିବେ। ମାନେ ଉଡ଼ାଜାହାଜ ବା ଏରୋପ୍ଲେନ୍ରେ ଆପଣ ଯିବେ। ଆଉ ତା'ର ଖର୍ଚ୍ଚ ମଧ୍ୟ ବହୁତ। ଯଦି ଆପଣ ଯଦି ଆର୍ଥିକ ସ୍ଥିତିରେ ଯଦି ମଜବୁତ ଅଛନ୍ତି, ତେବେ ଆପଣ କ'ଣ କରନ୍ତୁ? ତେବେ ଆପଣ ସେଠାକୁ ଯିବା ନିମନ୍ତେ ପ୍ଲାନିଂ କରନ୍ତୁ। ଆଉ କେତେ ପଇସା ଦରକାର? ଅତି କମ୍ରେ 4 ରୁ 5 ଲକ୍ଷ ଟଙ୍କା ଦରକାର। ମାନେ ଆପଣ ସେଠି ଯିବେ, ଆସିବେ। ଏଠି ଦେଖନ୍ତୁ ଲେଖା ହେଇଛି, କିପ୍ ଦ ଏରିଆ କ୍ଲିନ୍, ନୋ ଫାୟାର୍ସ ଏଲାଉଡ଼୍। ମାନେ ଆପଣ ଏଠି କୌଣସି ନିଆଁ ଲଗାଇ ପାରିବେ ନାହିଁ। ଆପଣ ଏଇ ଜାଗାକୁ ଅପରିଷ୍କାର କରିପାରିବେ ନାହିଁ।
ए जगह को परिष्कार रखंतु सेथिपाई तो देखंतु माने ए एरियाटा माने केते परिष्कार। हाँ प्रिय बंधु कौन डस्टबिन अच्छे ये आपन डस्टबिन यूज करेंगे जदि आप किसी खाऊँ कि फिंगापी डस्टबिन व्यवहार करेंगे। प्रतिदिन लोक अच्छा अलिया उठाइवाई प्रतिदिन सकाଳେ से आसबे प्रति डस्टबिन रू से अलिया खाली करके ने। तबे प्रिय बंधु कौन आपन वीसा पासपोर्ट अप्लाई है आपन कौन करेंगे प्लेन टिकेट करेंगे आउ कम से कम 4 ରୁ 5 लक्ष टंका निहाती दरकार। कारण कौन आपन जदि जाइकी सांगे सांगे फेरी आसबे तेबे आपनकर 3 ରୁ 3.5 लक्ष हो किंतु आपन सांगे सांगे जाइकी सांगे सांगे फेरी आसबे हेले जाइकी किसी फायदा नहीं जाई किसी लाभ नहीं। जदि आपन जाउचंती तबे अति कम रे 15 दिन रो प्लानिंग करी जांतु। आपन 15 दिन रहिबे बाइबल रिलेटेड एमती जेते जगह अच्छे सबु जगह बुलंतु बुलिकी देखिकी आसतु तेबे आपन सेठाकू जीवार कौन हम आपन को भी गोटे सेटिस्फाई लगिवो जे हाँ मु गली मोर जीवार किसी मूल्य रहिला। किंतु आपन जदि जाइकी सांगे सांगे जदि रिटर्न करूचंती तेबे सेठारे जाइकी कौन से लाभ नहीं आपनकर। सेथिपाई आपन कौन करंतु कम से कम 15 दिन रो 20 दिन रो प्लानिंग करंतु आपन से रहिबे जीवा आसवा छाड़ी देकी। जदि परमेश्वर मते अनुग्रह करंती सेठाकू जीवा पाई तो मो कथा मु कहूची तेबे मु निश्चिंत भावरे अति कम रे गुटे मासर प्लानिंग करिक मु जीवी जदि परमेश्वर मते अनुग्रह करंती। तेबे मु जानेनी परमेश्वर से सुजोग केबे देबे किंतु जेबे परमेश्वर करिवे सेबे हेबो। तबे प्रिय बंधु कौन आपन दरकार वीसा पासपोर्ट प्लेन टिकेट तपर आउ ये विषय दरकार आपनकर कौन सी क्रिमिनाल रेकर्ड नथिबा दरकार थाना रे। तेणु थाना गोटे भी क्लीयरेंस आनिबे जे आपनकर कौन सी क्रिमिनाल रेकर्ड नहीं थाना रे। तबे समस्त विषय दरकार। तबे आपन निर्धारित डेट आपन धरा जाओ बाहरिकी धरा जाओ पहुँचिकी आपन को गोटे होटेल बुकिंग करिया पड़िबो। कि सबुठार भल हम आपन एठू जीवा पूर्वरु ऑनलाइन रे आपन होटेल बुकिंग करदेबे। इस्राएल रो कौन से गोटे जगार होटेल बुकिंग करदेबे आपन को होटेल बुकिंग हो गला आपन एठू उल्लो सेठी पहुँचे। किंतु जदि उल्लेकी तापरे होटेल बुकिंग करी कहले आपन को टिके टाइम लागिबो। यार अर्थ नुहे जे मिलबनी निहाती मिलिबो किंतु आपन को टिके परिश्रम करा पड़िबो सबु जगह बुलिया पड़िबो माने को जगार होटेल खाली अच्छे माने देखिया पड़िबो। किंतु जदि आपन इंडिया रे थाउ थाउ जदि एठू बुकिंग करदेबे टिकेट तबे आपन एठू उल्लेबे डायरेक्ट सेठी जागी रहिबे एटा आपन पई सुविधा हबो। तेबे आपन होटेल रे रहिबे आ होटेल रो खर्च भी बहुत जदि आपन पाखरे अर्थ अच्छी तेबे आपन होटेल रे रुहंतु नहले अन्य जगार भी आपन रही पारिबे कम खर्च रे। आपन को निजे रांधिया पड़िबो निजे रांधिले कम खर्च रे आपन चली जिवे। आ जदि होटेल रहउचंती तेबे अधिक खर्च आपन को लागिबो। आ अनेक अछंती समाने कौन करंती निजे न रांधिकी होटेल रे खाई दियंती तेणु आपन सेमती भी करि पारिबे। तापर से समस्त जगह देखापी आपन को गोटे गाइड को धरिक पड़ो गाइड जे कि आपन को नहीं सबु जगह बुलेब जे सबु जगह जानी आपन गोटे किसी पैसा नब किंतु आपन कौन सी जगह बुलवा निमंते आपन कौन सी रूप से हैरान हेबे ना। यहाँ हूँ सबुठारु खुशीर विषय अटे आपन को निमंते लाभदायक। तबे प्रिय बंधु कौन गाइड को धरतु जदि आपन कौन सी जगह को जाउछंते आपन टैक्सी भड़ा करि परिबे किबा जे कौन सी गाड़ी को आपन भड़ा रे नहीं पारिबे किंतु ता बहुत खर्च हो जिवो। जदि आपन चाहुछंते कम खर्च रे बुलिया पई बस किबा ट्रेन रे आपन जाई परिबे आपन कम खर्च रे जीवा आसा करि परिबे। किबा आपन देखिथिबे इस्राएल देश रे
ରୋଡ଼ ଉପରେ ବି କ'ଣ ଯାଏ ଟ୍ରେନ୍ ଯାଏ। ଆମର ଇଣ୍ଡିଆରେ ବି ଏମିତି ହେଲାନି, ତାହାକୁ ଟ୍ରାମ୍ପ ବୋଲି କୁହାଯାଏ। ଟ୍ରାମ୍ପ, ସେଇ ଟ୍ରାମ୍ପରେ ମଧ୍ୟ ଆପଣ କ'ଣ କରିପାରିବେ, ବୁଲି ପାରିବେ ବିଭିନ୍ନ ଜାଗା ଗୁଡ଼ିକୁ। ତେବେ ପ୍ରିୟ ବନ୍ଧୁ, କ'ଣ ଆପଣ ସେଠାକୁ ଯାଇକି ଏମିତି ଭାବରେ ଆପଣ ରହିବେ, ବୁଲିବେ, ଖାଇବେ, ପିଇବେ। ଆଉ ଗାଇଡ଼କୁ ନିଅନ୍ତୁ, ଆପଣଙ୍କ ନିମନ୍ତେ ବହୁତ ସୁବିଧା ହେବ। ତେବେ ମୁଁ କହିଦେଲି ଆପଣଙ୍କୁ, ଆପଣ କେମିତି ଯିବେ ଇସ୍ରାଏଲ ଦେଶ। ଯଦି ଆପଣ ଜାଣିବା ପାଇଁ ଚାହୁଁଛନ୍ତି କେମିତି ଯିବେ, ତେବେ ମୁଁ ଯାହା ଯାହା କହିଲେ ତ ଆପଣଙ୍କର ବହୁତ ଲାଭଦାୟକ ହେବ। ମୁଁ ଯାହା କହିଲି ସେ ସମସ୍ତ ବିଷୟ ଫଲୋ କରନ୍ତୁ, ଆପଣ ସେ ଜାଗାକୁ ଯାଆନ୍ତୁ। ଆଉ ବିଭିନ୍ନ ଜାଗା ଗୁଡ଼ିକ ପରିଦର୍ଶନ କରନ୍ତୁ, ଯେମିତିକି ଜର୍ଦ୍ଦନ ନଦୀ, ଗାଲିଲି ସମୁଦ୍ରକୂଳ, କାନା ନଗର, ଗେତ୍ସେମନୀ ବଗିଚା, ଯୀଶୁଙ୍କ କବର, ତାପରେ ବର୍ତ୍ତମାନ ଆପଣ ଯାହା ଦେଖୁଛନ୍ତି ଏଦନ ଉଦ୍ୟାନ, ଏମିତି ସବୁ ଜାଗାକୁ ଆପଣ କ'ଣ କରିବେ, ବୁଲିକି ଆପଣ ଆସନ୍ତୁ। ଅତି କମ୍ରେ 15 ଦିନର ପ୍ଲାନିଂ କରନ୍ତୁ। ଆଉ ଯଦି ସାଙ୍ଗେ ସାଙ୍ଗେ ଯାଇକି ଫେରିଯିବି କହିଲେ, ଆଜି ଯିବେ କାଲି ଫେରି ଆସିବେ, କିଛି ଲାଭ ନାହିଁ ଯାଇକି। କାରଣ ଇଏ କମ୍ ରାସ୍ତା ନୁହେଁ, କମ୍ ଖର୍ଚ୍ଚ ନୁହେଁ, ବହୁତ ଖର୍ଚ୍ଚ ଅଛି। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ପାଖରେ ଅର୍ଥ ନାହିଁ, ତେବେ ପ୍ରାର୍ଥନା କରନ୍ତୁ। ମୁଁ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରିବି। ପ୍ରଭୁ ଆପଣଙ୍କୁ ସାହାଯ୍ୟ କରନ୍ତୁ ସେ ଜାଗାକୁ ଯାଇକି ଆସିବା ନିମନ୍ତେ। ପ୍ରଭୁ ଆପଣଙ୍କୁ ନିହାତି ସାହାଯ୍ୟ କରିବେ। ଯଦି ଆପଣଙ୍କ ବିଶ୍ୱାସ ଅଛି, ତେବେ ପ୍ରଭୁ ଆପଣଙ୍କୁ ନିହାତି ସାହାଯ୍ୟ କରିବେ। ଆଉ କୁଆଡ଼ୁ ନା କୁଆଡ଼ୁ ନିହାତି ପ୍ରଭୁ ଆପଣଙ୍କ ଅର୍ଥ ଯୋଗାଇବେ। ସମସ୍ତଙ୍କୁ ନମସ୍କାର ପ୍ରିୟ ବନ୍ଧୁଗଣ। ଆଜିର ଭିଡ଼ିଓକୁ ଆମେ ଏଇଠି ରଖିବା। ଆଉ ଭିଡ଼ିଓକୁ ଲାଇକ୍ କରନ୍ତୁ, ଭିଡ଼ିଓକୁ ଆପଣ ସେୟାର କରନ୍ତୁ ଅନ୍ୟମାନଙ୍କ ସହିତ, ଯେଉଁମାନେ ଯିବା ପାଇଁ ଚାହୁଁଛନ୍ତି। ଆଉ ଯଦି ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ସବସ୍କ୍ରାଇବ୍ କରନ୍ତୁ। ନମସ୍କାର।